ଆମେ ବିଭିନ୍ନ ସୂତ୍ରରୁ ଖବର ପାଉଛୁ ଯେ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଇଲିଗାଲି ବାଲି ବହୁତ ହୋର୍ଡିଂ କରାଯାଇଛି ସରକାରୀ ଜାଗାଠୁ ଆରମ୍ଭ କରି ବିଭିନ୍ନ ଲୋକଙ୍କ ପ୍ରାଇଭେଟ୍ ଜାଗାରେ ଯେଉଁଟାକି ସମ୍ପୂର୍ଣ୍ଣ ଇଲିଗାଲ ଅଛି। କାଲି ଦୁଇ ଜାଗା ଆମେ ସିଜ୍ କରିଥିଲୁ, ଗୋଟେ ଦେବୀଦଳ ଆଉ ଗୋଟେ ବୋଦରରେ ଆରାଉଣ୍ଡ 800ରୁ 1000 ଟ୍ରି ଭଳିଆ ହେବ ଦୁଇଟା ଜାଗାରେ, ଏବଂ ତାକୁ କାଲି ସିଜ୍ କରୁଛୁ। ସିଜ୍ କରିକି ଆଜି ସେଟା ମାଇନିଂ କି ହ୍ୟାଣ୍ଡ ଓଭର ହେବ, ଯେଉଁଟାକି ପବ୍ଲିକ୍ ଅକ୍ସନ୍ ହେବ, ଏବଂ ପବ୍ଲିକ୍ ଅକ୍ସନ୍ ହେଲା ପରେ ସେଟା ଆମେ ଗଭର୍ଣ୍ଣମେଣ୍ଟ ତହବିଲରେ ସେଟା ଡିପୋଜିଟ୍ କରିବୁ ସେ ପଇସାକୁ। ଦାବିଦାର କେହି ଏପର୍ଯ୍ୟନ୍ତ ଆସିନାହାନ୍ତି। ଆମେ ସେ ଯେଉଁ ଜମି ଯାହାଙ୍କ ଜମିରେ ହୋର୍ଡିଂ କରାଯାଇଛି ଆମେ ତାଙ୍କୁ ନୋଟିସ୍ କରିବୁ ଏବଂ ତାଙ୍କ ନାଁରେ ବି କେସ୍ କରିବୁ। ଉଦ୍ଦେଶ୍ୟ ତାଙ୍କର କ'ଣ, ବାଲି ଏତେ ଠୁଳ କରିବା ଯିଏକି ଗୋଟେ ବଡ଼ ବଡ଼ ପ୍ରୋଜେକ୍ଟ ଯେମିତି କାମ ହୁଏ, ଆପଣଙ୍କ ରୋଡ଼୍ସ ହେଉ ବ୍ରିଜେସ୍ ହେଉ, ସେମାନେ ବି ଏତେ କ୍ୱାଣ୍ଟିଟିର ବାଲି ଷ୍ଟାକ୍ କରିନଥିବେ। ହଁ, 163 BNSS ବି ସେଠି ଇମ୍ପ୍ଲିମେଣ୍ଟ ହେବ। ମୁଁ ଆଜି ତହସିଲଦାରଙ୍କୁ ରିପୋର୍ଟ ମାଗିଛି, ସେ ଦେଲା ପରେ ମୁଁ ଏଠି ଇମ୍ପ୍ଲିମେଣ୍ଟ କରିବି 163 BNSS। ଆଉ ତାଙ୍କ ନାଁରେ ବି କେସ୍ ହେବ, ଯେଉଁମାନେ ବାଲି ଯେଉଁମାନେ ଲିଜ୍ ନେଇଛନ୍ତି ଏବଂ ଯାହାଙ୍କ ଜମିରେ ବି ଜମା ହେଇଛି। ଏଇଟା ଶୁଣନ୍ତୁ, ଆମର 3ଟା ଯେଉଁ ଲେବୁଲରେ ଟାସ୍କ ଫୋର୍ସ ଅଛି, ତହସିଲ ଲେବୁଲ ଟାସ୍କ ଫୋର୍ସ, ସବ୍ ଡିଭିଜନାଲ ଲେବୁଲ ଟାସ୍କ ଫୋର୍ସ ଏବଂ ଡିଷ୍ଟ୍ରିକ୍ଟ ଲେବୁଲ ଟାସ୍କ ଫୋର୍ସ। ତେଣୁ ଆମର ବି ସେଟା ମାଇନିଂ କରୁଛି। ଜଣେ ମାଇନିଂ ଅଧିକାରୀ ପକ୍ଷରେ ବି ସମ୍ଭବ ନୁହେଁ ଏଣ୍ଟାୟାର ଜିଲ୍ଲାରେ କେଉଁଠି କ'ଣ ହେଲା ଦେଖିବା, କିନ୍ତୁ ପ୍ରୋଆକ୍ଟିଭଲି କାମ କରିବାକୁ ଆମକୁ ପଡ଼ିବ। ଆଉ ଆମେ ବି ମିଳିତ ଭାବରେ ସେଟା କରୁଛୁ ଏବଂ ପ୍ରଶାସନ ନଜରକୁ ଯେତେବେଳେ ଆସୁଛି ଆମେ ତାକୁ ରେଡ୍ କରୁଛୁ ଏବଂ ସେ ବାଲିକି ବି ସିଜ୍ କରୁଛୁ।